ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଶୋକ। ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। କ୍ରମାଗତ ଷଷ୍ଠ ବର୍ଷ ପାଇଁ ଭାରତୀୟ ବ୍ୟାଙ୍କଗୁଡ଼ିକର ଲାଭ ପରିମାଣ ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କର ସୂଚନା। ୟମନ ରାଜଧାନୀ ସନାରେ ହୁତି ବିଦ୍ରୋହୀଙ୍କ ଦ୍ୱାରା ଗିରଫ ଜାତିସଂଘ କର୍ମଚାରୀଙ୍କ ମୁକ୍ତି ନେଇ କଥାବାର୍ତ୍ତା ଚୂଡ଼ାନ୍ତ। ଏବଂ ଆଇସିସି ଚାମ୍ପିୟନସିପ୍ ମହିଳା କ୍ରିକେଟର ଅନ୍ତିମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ 5 ୱିକେଟରେ ପରାସ୍ତ କରି ଭାରତ 3-0ରେ ସିରିଜ୍ ବିଜୟୀ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗତ ରାତିରେ 92 ବର୍ଷ ବୟସରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହେଉଥିଲେ। ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଏମ୍ସରେ ଡକ୍ଟର ସିଂ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତକାଲି ସନ୍ଧ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂ ସଂଜ୍ଞାହୀନ ହୋଇପଡ଼ିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନୂଆଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିନଥିଲା। ରାତି 9:51ରେ ଏମ୍ସ ପକ୍ଷରୁ ଶ୍ରୀ ସିଂଙ୍କୁ ମୃତ ଘୋଷଣା କରାଯାଇଥିଲା। ଡକ୍ଟର ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ କିଛି ମାସ ହେବ ଖରାପ ରହିଥିଲା। ତାଙ୍କ ପରିବାରରେ ପତ୍ନୀ ଗୁରୁଶରଣ କୌର ଓ 3 ଝିଅ ରହିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କ ଅଧୀନରେ ଅର୍ଥମନ୍ତ୍ରୀ ଥିବା ଡକ୍ଟର ସିଂ 1991 ମସିହାରେ ଅର୍ଥନୈତିକ ଉଦାରୀକରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଏ। ସେ 2004ରୁ 2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ 2 ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଦୀର୍ଘ 33 ବର୍ଷ କାର୍ଯ୍ୟ କରିବା ପରେ ସେ ଚଳିତ ବର୍ଷ ଏପ୍ରିଲରେ ରାଜ୍ୟସଭାରୁ ଅବସର ନେଇଥିଲେ। 1932 ମସିହା ସେପ୍ଟେମ୍ବର 26 ତାରିଖରେ ଅବିଭକ୍ତ ଭାରତର ପଞ୍ଜାବ ପ୍ରଦେଶର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସିଂହ ଭାରତର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ଭାରତ ତାର ଅନ୍ୟତମ ବିଶିଷ୍ଟ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛି। ସେ କହିଛନ୍ତି, ସାଧାରଣ ମଣିଷଟିଏ କିଭଳି ପରିଶ୍ରମ ବଳରେ ଉଚ୍ଚସ୍ଥାନରେ ପହଞ୍ଚି ପାରନ୍ତି ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ହୋଇପାରନ୍ତି, ସେ କ୍ଷେତ୍ରରେ ଡକ୍ଟର ସିଂ ହେଉଛନ୍ତି ଉଦାହରଣ। ଶ୍ରୀ ମୋଦି କହିଛନ୍ତି, ଡକ୍ଟର ମନମୋହନ ସିଂ ଜଣେ ନମ୍ର ମଣିଷ, ଦୂରଦର୍ଶୀ ଅର୍ଥନୀତିଜ୍ଞ ଓ ମହାନ ନେତା ଭାବେ ଚିରସ୍ମରଣୀୟ ହୋଇ ରହିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ପିଭି ନରସିଂହା ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଅର୍ଥମନ୍ତ୍ରୀ ଭାବେ ଡକ୍ଟର ସିଂ ଅର୍ଥନୈତିକ ଉଦାରୀକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ସହ ଦେଶର ଆର୍ଥିକ ସଙ୍କଟ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମନମୋହନ ସିଂଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡକ୍ଟର ମନମୋହନ ସିଂଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ସେ ଅତ୍ୟନ୍ତ ନମ୍ର ଓ ଭାରତୀୟ ଅର୍ଥନୀତିର ଦିଗ୍ଦର୍ଶକ ଥିଲେ। ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ କହିଛନ୍ତି, ଡକ୍ଟର ସିଂଙ୍କ ଦ୍ୱାରା ପ୍ରଣୀତ ନୂତନ ଅର୍ଥନୈତିକ ଯୋଜନା ଫଳରେ ଦେଶରେ ଦ୍ରୁତ ଅର୍ଥନୈତିକ ବିକାଶ ହୋଇପାରିଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଦେଶର ଅଗଣିତ ଜନତାଙ୍କର ଜୀବନରେ ପରିବର୍ତ୍ତନ ଆଣିଥିବା ନେତାଙ୍କୁ ହରାଇ ଦେଶ ଗଭୀର ଶୋକ ପ୍ରକାଶ କରୁଛି। ଉଭୟ ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଡକ୍ଟର ସିଂଙ୍କ ଅନୁପସ୍ଥିତି ଅନୁଭୂତ ହେବ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଡକ୍ଟର ସିଂଙ୍କ ନିଧନ ସହ ଦେଶ ଜଣେ ଅର୍ଥନୈତିକ ସଂସ୍କାରକଙ୍କୁ ହରାଇଲା। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ଡକ୍ଟର ସିଂ ଦେଶକୁ ବିକାଶର ନୂଆ ଦିଶା ପ୍ରଦାନ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବାର୍ତ୍ତାରେ କହିଛନ୍ତି, ଡକ୍ଟର ସିଂଙ୍କ ନିଷ୍ଠା ଏବଂ ନେତୃତ୍ୱ ସର୍ବଦା ସ୍ମରଣୀୟ ହୋଇ ରହିବ। ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଡକ୍ଟର ସିଂଙ୍କୁ ମନେ ପକାଇ କହିଛନ୍ତି, ସେ ଜଣେ ସଫଳ ଅର୍ଥନୀତିଜ୍ଞ ଥିଲେ, ଯିଏକି ଦେଶର ଅର୍ଥନୀତିକୁ ସୁଚାରୁ ରୂପେ ପରିଚାଳନା କରିପାରିଥିଲେ। ସିପିଆଇଏମ୍ ପକ୍ଷରୁ ମଧ୍ୟ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ଶୋକ ପ୍ରକାଶ କରାଯିବା ସହ ତାଙ୍କର 10 ବର୍ଷର କାର୍ଯ୍ୟକାଳ ମଧ୍ୟରେ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖି ଦେଶରେ ସେ ଅନେକ ଯୋଜନା ପ୍ରଣୟନ କରିଥିଲେ ବୋଲି କୁହାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଭୀର ଶୋକ ପ୍ରକାଶ କରିଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ପାର୍ଥିବ ଶରୀରକୁ ଆସନ୍ତାକାଲି ସକାଳ 9:30ରେ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରୁ ଅନ୍ତିମ ଯାତ୍ରାରେ ରାଜଘାଟକୁ ନିଆଯିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆଜି ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯିବ। ସେ ଆହୁରି କହିଛନ୍ତି, ଆସନ୍ତାକାଲି ସକାଳେ ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯିବା ପରେ ସର୍ବସାଧାରଣ ଏବଂ ଦଳୀୟ କର୍ମୀମାନେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ସେ ଅଟୋମୋବାଇଲ ଶିଳ୍ପର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ନେତୃତ୍ୱରେ ସୁଜୁକି ମୋଟର କର୍ପୋରେସନ ଏକ ଅନ୍ତର୍ଜାତୀୟ ଶକ୍ତି କେନ୍ଦ୍ରରେ ପରିଣତ ହୋଇଛି। ନୂତନ ଚ୍ୟାଲେଞ୍ଜର ମୁକାବିଲା, ନବସୃଜନତାକୁ ପ୍ରାଧାନ୍ୟ ଏବଂ ସମ୍ପ୍ରସାରଣ କ୍ଷେତ୍ରରେ ସେ ସଫଳତା ହାସଲ କରିଥିଲେ। ଭାରତ ପ୍ରତି ତାଙ୍କର ଆନ୍ତରିକତା ଓ ମାରୁତି ସହ ସହଭାଗିତା ଭାରତୀୟ ଅଟୋମୋବାଇଲ ବଜାରରେ ବିପ୍ଳବ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2023-24 ଆର୍ଥିକ ବର୍ଷରେ କ୍ରମାଗତ ଷଷ୍ଠ ବର୍ଷ ପାଇଁ ବ୍ୟାଙ୍କଗୁଡ଼ିକର ଲାଭ ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 2024-25 ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମଧ୍ୟ ଲାଭ ବୃଦ୍ଧି ପାଇଛି ବୋଲି ଆର୍ବିଆଇ କହିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ 2023-24 ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକର ସମ୍ପତ୍ତି ଗୁଣବତ୍ତା ବୃଦ୍ଧି ପାଇବା ସହ ଏନ୍ପିଏ ଅନୁପାତ 13 ବର୍ଷ ମଧ୍ୟରେ ସର୍ବନିମ୍ନ ରହିଥିଲା। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହା 2.7 ଏବଂ ସେପ୍ଟେମ୍ବର ସୁଦ୍ଧା 2.5% ହ୍ରାସ ପାଇଥିଲା। ଏହା ବ୍ୟତୀତ 2023-24ରେ ତୃତୀୟ ବର୍ଷ ପାଇଁ ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକର ଲାଭ ପରିମାଣ ବୃଦ୍ଧି ପାଇଛି। ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀଗୁଡ଼ିକର ଏନ୍ପିଏ ଅନୁପାତ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା 3.4% ହ୍ରାସ ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧନମ ଘେବ୍ରିୟେସସ୍ କହିଛନ୍ତି, ୟମନର ରାଜଧାନୀ ସନାରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଗିରଫ ହୋଇଥିବା 13 ଜଣ ଜାତିସଂଘ କର୍ମଚାରୀଙ୍କ ମୁକ୍ତି ନେଇ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀ ଘେବ୍ରିୟେସସ୍ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗିରଫ କର୍ମଚାରୀମାନଙ୍କର ତତ୍କାଳ ମୁକ୍ତି ଦାବି କରିଛି। ଗତ ଜୁନ୍ ମାସରେ ଜାତିସଂଘ ତା'ର 13 ଜଣ କର୍ମଚାରୀଙ୍କୁ ହୁତି ବିଦ୍ରୋହୀମାନେ ଗିରଫ କରିଥିବା ନେଇ ସୂଚନା ଦେଇଥିଲା। ଶ୍ରୀ ଘେବ୍ରିୟେସସ୍ କହିଛନ୍ତି, ସନା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତାଙ୍କ ପ୍ରସ୍ଥାନ ପୂର୍ବରୁ ସେଠାରେ ବୋମାମାଡ଼ ହୋଇଥିଲା। ସେ କହିଛନ୍ତି, ସେତେବେଳେ ତାଙ୍କ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଏହି ଘଟଣାରେ ସେ ଓ ତାଙ୍କର ସହକର୍ମୀମାନେ ସୁରକ୍ଷିତ ଅଛନ୍ତି। ବିମାନ ବନ୍ଦର ବୋମାମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବାରୁ ମରାମତି କାର୍ଯ୍ୟ ଶେଷ ହେବା ପରେ ସେମାନେ ସନାରୁ ପ୍ରସ୍ଥାନ କରିବେ। ରାଜସ୍ଥାନର ଆଜମେରଠାରେ ସୁଫି ସନ୍ଥ ହଜରତ ଖ୍ୱାଜା ମଇନୁଦ୍ଦିନ ଚିସ୍ତିଙ୍କର 813ତମ ଉର୍ସ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସଂଖ୍ୟାଲଘୁ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ କହିଛି, ଆସନ୍ତାକାଲି ଆଜମେରର ଦରଗାହ ଖ୍ୱାଜା ସାହେବରେ ଧ୍ୱଜା ଉତ୍ସବ ପାଳନ କରାଯିବ। ଉର୍ସ ହେଉଛି ଜଣେ ସୁଫି ସନ୍ଥଙ୍କର ଶ୍ରାଦ୍ଧବାର୍ଷିକୀ, ଯାହାକି ସେହି ସନ୍ଥଙ୍କ ଦରଗାହରେ ପାଳନ କରାଯାଇଥାଏ। ଆଇସିସି ଚାମ୍ପିୟନସିପ୍ ମହିଳା କ୍ରିକେଟର ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ରେ ଭାରତ ୱେଷ୍ଟଇଣ୍ଡିଜକୁ 5 ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ଏକଦିବସୀୟ ଶୃଙ୍ଖଳାକୁ 3-0ରେ ବିଜୟୀ ହୋଇଛି। ଭଦୋଦରାର କୋଡାମ୍ପି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି 38 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 162 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଦୀପ୍ତି ଶର୍ମା 31 ରନ୍ ଦେଇ 6ଟି ୱିକେଟ୍ ଅକ୍ତିଆର କରିବା ସହ ଦିନିକିଆ ଆନ୍ତର୍ଜାତିକରେ 2 ଥର 6ଟି ଲେଖାଏଁ ୱିକେଟ୍ ହାସଲ କରିବା କ୍ଷେତ୍ରରେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି। 163 ରନ୍ର ବିଜୟୀ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ମାତ୍ର 28 ଓଭର 2ଟି ବଲ୍ରେ 5 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦୀପ୍ତି ଶର୍ମା 39 ରନ୍ ସଂଗ୍ରହ କରି ଅଲରାଉଣ୍ଡର ଭୂମିକା ତୁଲାଇଥିଲେ। ମେଲବୋର୍ଣ୍ଣରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 5 ୱିକେଟ୍ ହରାଇ 164 ରନ୍ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ତା'ର ପ୍ରଥମ ଇନିଂସରେ 474 ରନ୍ ସଂଗ୍ରହ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ।
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଶୋକ। ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। କ୍ରମାଗତ ଷଷ୍ଠ ବର୍ଷ ପାଇଁ ଭାରତୀୟ ବ୍ୟାଙ୍କଗୁଡ଼ିକର ଲାଭ ପରିମାଣ ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କର ସୂଚନା। ୟମନ ରାଜଧାନୀ ସନାରେ ହୁତି ବିଦ୍ରୋହୀଙ୍କ ଦ୍ୱାରା ଗିରଫ ଜାତିସଂଘ କର୍ମଚାରୀଙ୍କ ମୁକ୍ତି ନେଇ କଥାବାର୍ତ୍ତା ଚୂଡ଼ାନ୍ତ। ଏବଂ ଆଇସିସି ଚାମ୍ପିୟନସିପ୍ ମହିଳା କ୍ରିକେଟର ଅନ୍ତିମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ 5 ୱିକେଟରେ ପରାସ୍ତ କରି ଭାରତ 3-0ରେ ସିରିଜ୍ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।